ଆମ ସମାଜରେ କଳା ଝିଅ କଥା କହିଲେ ଲୋକଙ୍କ ଭିତରେ ଗୋଟେ ଖରାପ ଇଏ ଆସେ ଯେ ଗୋଟେ କାଳି ଝିଅ ଗୋରି ଝିଅ କଳା ପୁଅ ଗୋରା ପୁଅ ଏମିତି ଗୋଟେ ବିଭେଦ ରହିଛି ଡିସ୍କ୍ରିମିନେସନ ରହିଛି। ତ ୟାକୁ ବର୍ତ୍ତମାନ 21st ସେଞ୍ଚୁରୀରେ ଆପଣ ଭାବୁଛନ୍ତି ସେ ବିଭେଦତା ବଢୁଛି ନା କମୁଛି? ମୁଁ ଭାବୁଛି ସିଏ ଯୋଉ କହିଲେ ମୁଁ ଭାବୁନି। ମୁଁ କହିଲି ପ୍ରଥମରୁ କହିଲି ଆପଣଙ୍କୁ କହିଛି ଯେ ପ୍ରତ୍ୟେକ ଲୋକଙ୍କର ଯେତେବେଳେ ବାହା ହେବା ପୂର୍ବରୁ ଯେକୌଣସି ଲୋକ ଚାହିଁବ ଯେକୌଣସି ଯୁବତୀ ମଧ୍ୟ ବି ଜଣେ ଝିଅ ଯେତେବେଳେ ଯୁବତୀ ଜଣକ ବାହା ହେଇନି ତା ମନରେ କ'ଣ ହଉଛି ଏମିତି ଗୋଟେ ପୁରୁଷ ଲୋକ ହନ୍ତା କି ତା ମନେ ଗୋଟେ ପରିବର୍ତ୍ତନ ଆସୁଛି। ତେଣୁ ପୁରୁଷ ଲୋକ ମଧ୍ୟ ଅଛି ଯେ ସୁନ୍ଦରିଆ ଝିଅଟି ହନ୍ତା କି ଏଇଟା ଗୋଟେ ଭାବନା। ରବାବୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଯୋଉ ଷ୍ଟେଟମେଣ୍ଟଟି ଭାଇରାଲ ହଉଛି ଯାହାକୁ ନେଇ ଦିଲ୍ଲୀରେ ପ୍ରେସମିଟ୍ ହେଲାଣି ଯେ ମୁଖ୍ୟମନ୍ତ୍ରୀ କହିଲେ ଯେ କାଳି ଝିଅ ପ୍ରସଙ୍ଗ ଗୋରି ଝିଅ ବାହା ହେବା ପାଇଁ ସେ ଚାହୁଁଥିଲେ। ତ ଆପଣ ଭାବୁଛନ୍ତି ଏଥିରେ କିଛି ଆପତ୍ତି ରହିଛି? ନାଇଁ ନାଇଁ ସିଏ ଯାହା କହିଲେ ଭାଷଣ ପ୍ରସଙ୍ଗରେ ସେ କହିଲେ ସିଏ ଜଣେ ମୁଁ ଦେଖୁଛି ମୋହନ ଚରଣ ମାଝୀ ଜଣେ ଅତ୍ୟନ୍ତ ଇନୋସେଣ୍ଟ ଲୋକ ଆଦିବାସୀ ଲୋକ ଏବଂ ସିଏ ଗୋଟେ ମାନେ ଚଗଲାମି କରି କୌଣସି କଥା କହୁନାହାନ୍ତି। ସିଏ ପ୍ରତ୍ୟେକ ଲୋକ ଆଉ ତାଙ୍କର ଯେକୌଣସି ଲୋକ ଯେକୌଣସି ଏଇଟା ସିଏ ବୋଲି ନୁହନ୍ତି ଆମେ ଯେତେ ଯାହା କହିଲେ ମଧ୍ୟ ବି ତାକୁ ରେସିଆଲ କଥା ଲୋକ କହିପାରନ୍ତି। ପ୍ରତ୍ୟେକ ଲୋକ ଯେତେବେଳେ ବାହା ହୁଏ ତାର ଦୁଇ ତିନିଟା କନସିଡରେସନ ଥାଏ। ଜଣେ ଟିକେ ସୁନ୍ଦରିଆ ଝିଅ ବାହାନ୍ତି ଏମିତି କ'ଣ ସମସ୍ତେ ଭାବନ୍ତିନି ଏ କଥା କେହି କିନ୍ତୁ କହନ୍ତିନି ନ କହିପାରନ୍ତି କିନ୍ତୁ ସେ ବାହାରେ ଆସିଥିଲେ ମାନେ କ'ଣ ଏବଂ ସେ କହିଲେ ଆଦିବାସୀ ଲୋକ ଆମର ଏଠି ସମସ୍ତେ ଦେଖିବାକୁ ଟିକେ ଇଏ ତେଣୁ ମନ ସିଏ ଯୋଉଟା ମନର କଥା ତାଙ୍କର ଇନୋସେଣ୍ଟଲି ସେ କହିଛନ୍ତି ତାଙ୍କର କ'ଣ ଉଦ୍ଦେଶ୍ୟ କ'ଣ ଉଦ୍ଦେଶ୍ୟ ଭାବୁଛନ୍ତି ତାଙ୍କର ସେ ନିଜେ ସେଇ ସମ୍ପ୍ରଦାୟର ସେ ନିଜେ ତା ଭିତରେ ଅଛନ୍ତି। ଯଦି ମୋହନ ମାଝୀଙ୍କ ନିଜ ଚେୟାର ବି ଆପଣ ଦେଖିବେ ସେ ତ ପୁରା ସେଥିରେ କୌଣସି ଏବଂ ଆମେ ତ ଓଡ଼ିଶା ଲୋକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଏଇଠି ଓଡ଼ିଶାରୁ ଭାରତ ଆପଣ କ'ଣ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ସବୁବେଳେ ଏ ପ୍ରସଙ୍ଗରେ ମାପିଚୁପି କଥା କହିବା ଦରକାର? କାରଣ କଳା ଝିଅ କାଳି ଝିଅ ମୁଁ କହିଲି ସିଏ ଜଣେ ଇନୋସେଣ୍ଟ ଲୋକ ଅନ୍ୟ କେହି ତ ଏମିତି କହିନଥାନ୍ତେ। ଆମର ଗୋଟେ ଚାଲିଖିଆ ଲୋକ ଗୁଡ଼ାକ ଆମ ରାଜନେତା ଯଦି ହେଇଥାନ୍ତେ ସିଏ ବୋଧେ ହଠାତ୍ ସେ କଥା ମିଟିଂରେ କହିନଥାନ୍ତେ ମନ ଭିତରେ ଚାହୁଁଥିଲେ ମଧ୍ୟ ସେ କିନ୍ତୁ ଯାହା ଇନୋସେଣ୍ଟ ଲୋକ ସରଳ ଲୋକ ଇନୋସେଣ୍ଟ ମାନେ ସରଳ ଲୋକ ସେ ଜଣେ ସରଳ ପ୍ରକୃତିର ଲୋକ ତା ପ୍ରମାଣଟା ହେଉଛି ନା। ରବାବୁ ଆପଣ ଦେଖୁଥିବେ ସୋସିଆଲ ମିଡିଆରେ ଯୋଉ ଢଙ୍ଗରେ ପ୍ରଚାର କରାଯାଉଛି ଆଉ ଆମ ସମାଜରେ କଳା ଝିଅ କଥା କହିଲେ ଲୋକଙ୍କ ଭିତରେ ଗୋଟେ ଖରାପ ଇଏ ଆସେ ଯେ ଗୋଟେ କାଳି ଝିଅ ଗୋରି ଝିଅ କଳା ପୁଅ ଗୋରା ପୁଅ ଏମିତି ଗୋଟେ ବିଭେଦ ରହିଛି ଡିସ୍କ୍ରିମିନେସନ ରହିଛି। ତ ୟାକୁ ବର୍ତ୍ତମାନ 21st ସେଞ୍ଚୁରୀରେ ଆପଣ ଭାବୁଛନ୍ତି ସେ ବିଭେଦତା ବଢୁଛି ନା କମୁଛି? ମୁଁ ଭାବୁଛି ସିଏ ଯୋଉ କହିଲେ ମୁଁ ଭାବୁନି। ମୁଁ କହିଲି ପ୍ରଥମରୁ କହିଲି ଆପଣଙ୍କୁ କହିଛି ଯେ ପ୍ରତ୍ୟେକ ଲୋକଙ୍କର ଯେତେବେଳେ ବାହା ହେବା ପୂର୍ବରୁ ଯେକୌଣସି ଲୋକ ଚାହିଁବ ଯେକୌଣସି ଯୁବତୀ ମଧ୍ୟ ବି ଜଣେ ଝିଅ ଯେତେବେଳେ ଯୁବତୀ ଜଣକ ବାହା ହେଇନି ତା ମନରେ କ'ଣ ହଉଛି ଏମିତି ଗୋଟେ ପୁରୁଷ ଲୋକ ହନ୍ତା କି ତା ମନେ ଗୋଟେ ପରିବର୍ତ୍ତନ ଆସୁଛି। ତେଣୁ ପୁରୁଷ ଲୋକ ମଧ୍ୟ ଅଛି ଯେ ସୁନ୍ଦରିଆ ଝିଅଟି ହନ୍ତା କି ଏଇଟା ଗୋଟେ ଭାବନା ଏବଂ ପ୍ରତ୍ୟେକ ଲୋକର ଥାଏ କିଛି ଅନେକ ଲୋକ ଏଇଟା ପ୍ରକାଶ କରନ୍ତିନି ସେ ପ୍ରକାଶ କଲେ ସରଳ ନିରୀହ ଲୋକ ସେ ଆପଣ ଯାହା କୁହନ୍ତୁ ମୁଁ ଭାବୁଛି ସେ ପ୍ରମାଣ କରିଦେଇଛନ୍ତି ତାଙ୍କର ମାନସିକତା ମଧ୍ୟ ବି ଗୋଟେ ଅଛି ଯୋଉଟା କି ସାଧାରଣ ଲୋକର ମାନସିକତା।